ସାଙ୍ଗମାନେ ଆଜି ଦେଖିବା ଜମିଦାରୀ ଲୋକ କେମିତି ପାଆନ୍ତି। ଜନ୍ମରୁ ତ ସମସ୍ତେ ଜମିଦାର ହେଇନଥାନ୍ତି, କିନ୍ତୁ କେମିତି କେମିତି କାଳକ୍ରମେ କ'ଣ କରନ୍ତି ଯେ ଜମିଦାର ହେଇଯାନ୍ତି। ହଁ, ଗୋଟେ ପଢ଼ିବା ଚାଲନ୍ତୁ। ଗୋଟା ସାହିଟା ପୋଡ଼ିଦେବାର ଇଚ୍ଛା ନଥିଲା ଶ୍ରୀହରିର, କିନ୍ତୁ ପୋଡ଼ିଗଲାଣି ଯେତେବେଳେ ସେଥିରେ ତାର ବିଶେଷ ଅନୁତାପ ହେଲା ନାହିଁ ମଧ୍ୟ। ପୋଡ଼ିଯାଇଛି, ବେଶ ହେଇଛି। ମଝିରେ ଏଇଭଳି ବିପର୍ଯ୍ୟୟ ଘଟିଲେ ଯାଇ ଏ ଛୋଟ ଲୋକ ଗୁଡ଼ାକ ସିଧା ହେଇ ରହିବେ। ଟୋକା ଗୁଡ଼ାକର ଆସ୍ପର୍ଦ୍ଧା କ୍ରମଶଃ ବଢ଼ି ଯାଇଥିଲା। ହାତ ମାଡ଼ରେ କିଛି ହୁଏ ନା, ଭାତ ମାଡ଼ରେ, ଅର୍ଥାତ୍ ଭାତରୁ ବଞ୍ଚିତ କରିପାରିଲେ ହିଁ ମଣିଷ ଜବତ ହୁଏ। ବାଘ ଭଳି ପ୍ରାଣୀ, ତାକୁ ଜନ୍ତାରେ ପୁରାଇ ଅନାହାରରେ ରଖି ମଣିଷ ପୋଷା ମନାଏ। ଶ୍ରୀହରି ଗୋଟେ ଜମିଦାର ଅଛି। ତ ଏହି ସବୁ ବିଷୟରେ ତାର ଗୁରୁ ଥିଲା ଦୁର୍ଗାପୁରର ସୁନାମଧନ୍ୟ ତ୍ରିପୁରା ସିଂ। ଶ୍ରୀହରି ଯେ ତା ଗୁରୁ ଥିଲା ତ୍ରିପୁରା ସିଂ ବୋଲି। ତ୍ରିପୁରା ସିଂର ଦାଢ଼ି ବଡ଼ ସଉକିର ଦାଢ଼ି। ଦାଢ଼ିକୁ ସାଉଁଳି ନିଶ ମୋଡ଼ୁ ମୋଡ଼ୁ ସେ କହୁଥାଏ, ଶ୍ରୀହରି ନିଜ କାନରେ ଶୁଣିଛି ସେଇ ପିଲାଦିନେ, ଏହି ଗାँव ହମି 3-3 थर पुड़ाइसी, तब ना ई बेटा लोग हमको खातिर दिल। हो ही हसी सिंह कहुଥାଏ, एक एक दफे घर पोड़िला और बेटा लोग टंका धार नेला। जे बेटा प्रथम दफारे कायदाକୁ ଆସିଲା नहीं से 2 दफारे ଆସିଲା। 2 दफारे भी जो मैंने आसिले नहीं से मैंने आसिले 3 दफा दफे पाव पर गड़ी पड़िला। एसबू कथा कहू तार तिले मात्र द्विधा हेउनथिला। कहुଥାଏ, बड़ बड़ जमीदार जातक पत्र नहीं आस, देखिब समस्ते एया करिसंती। मोर गोसेई बापा थिला रत्नगढ़र जमीदार घरर पोषा डकैत। बाबू मानकर व्यवसाय थिला डकैती। सीतानगर चैटार्जी बाबू माने हेई से दिन पर्यंत डकैती धन को चोरारे रखिथिले। ता माने कौन से कहया माने जे बारंबार घर पोड़ी दियो, डकैती कर, ए सब कले ही तमे लोक को कंट्रोल करिवो, तमे जमीदार हेई परिबो। तुमको सत लागुची केमती? कमेंट कलो, कौन भाबुछ तमे?